ରାଉତରାୟଙ୍କ କବିତା ସମ୍ପର୍କିତ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର ଜାଣିବା। ପ୍ରଥମ ପ୍ରଶ୍ନ କ'ଣ ରହିଛି? ସଚ୍ଚିଦାନନ୍ଦ ରାଉତରାୟଙ୍କ ପ୍ରଥମ କବିତା ପୁସ୍ତକର ନାମ କ'ଣ? ସଚ୍ଚିଦାନନ୍ଦ ରାଉତରାୟଙ୍କ ପ୍ରଥମ କବିତା ପୁସ୍ତକର ନାମ କ'ଣ? ଏହାର ଉତ୍ତର ହେଉଛି ପାଥେୟ। ପରବର୍ତ୍ତୀ ପ୍ରଶ୍ନ, ପାଥେୟ କବିତା ଗ୍ରନ୍ଥରେ କେଉଁ ଧରଣର କବିତା ସ୍ଥାନିତ? ପାଥେୟ କବିତା ଗ୍ରନ୍ଥରେ କେଉଁ ଧରଣର କବିତା ସ୍ଥାନିତ? ଏହାର ଉତ୍ତର ହେଉଛି ସନେଟ୍। ତୃତୀୟ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ ବାଜିରାଉତ କବିତା କେଉଁ ପୃଷ୍ଠଭୂମି ଉପରେ ରଚିତ? ସଚ୍ଚିଦାନନ୍ଦ ରାଉତରାୟଙ୍କ ବାଜିରାଉତ କବିତା କେଉଁ ପୃଷ୍ଠଭୂମି ଉପରେ ରଚିତ? ଏହାର ଉତ୍ତର ହେଉଛି 1938 ମସିହାରେ ହୋଇଥିବା ଢେଙ୍କାନାଳର ପ୍ରଜା ଆନ୍ଦୋଳନ। ପରବର୍ତ୍ତୀ ପ୍ରଶ୍ନ, କହ କହ ହେ ରାତି ପାହାନ୍ତି ନା ଅଛି ରାତି, ଆଗର ସେ କଳା ଘୁମ ଅଜଗର ରାତି, ଜାଣେ ଜାଣେ ହୁଏତ ଉଦୟର ଏହା ହିଁ ଲକ୍ଷଣ, କାରଣ ରାତି ସକାଳର ପରିଚୟ, ମେଘୋଇ ବର୍ଷାର ସମ୍ବୋଧନ। ପଂକ୍ତିଟି ପୁଣି ଥରେ, କହ କହ ହେ ରାତି ପାହାନ୍ତି ନା ଅଛି ରାତି, ଆଗର ସେ କଳା ଘୁମ ଅଜଗର ରାତି, ଜାଣେ ଜାଣେ ହୁଏତ ଉଦୟର ଏହା ହିଁ ଲକ୍ଷଣ, କାରଣ ରାତି ସକାଳର ପରିଚୟ, ମେଘୋଇ ବର୍ଷାର ସମ୍ବୋଧନ। ଏହା ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାରୁ ଆସିଛି? ଏହାର ଉତ୍ତର ହେଉଛି ମାଟିଆ ବୁରୁଜର ଜହ୍ନ। ପରବର୍ତ୍ତୀ ପ୍ରଶ୍ନ, କେଉଁ କବିତାଟିକୁ ସଚ୍ଚିଦାନନ୍ଦ ରାଉତରାୟ ଅନନ୍ତ ପଟ୍ଟନାୟକଙ୍କ ସହ ମିଶି ରଚନା କରିଥିଲେ? କେଉଁ କବିତାଟିକୁ ସଚ୍ଚିଦାନନ୍ଦ ରାଉତରାୟ ଅନନ୍ତ ପଟ୍ଟନାୟକଙ୍କ ସହ ମିଶି ରଚନା କରିଥିଲେ? ଏହାର ଉତ୍ତର ହେଉଛି ରକ୍ତଶିଖା। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ ପଲ୍ଲୀଶ୍ରୀର କେଉଁ କେଉଁ କବିତାରେ ସାମ୍ୟବାଦର ସ୍ୱର ଦେଖିବାକୁ ମିଳେ? ସଚ୍ଚିଦାନନ୍ଦ ରାଉତରାୟଙ୍କ ପଲ୍ଲୀଶ୍ରୀର କେଉଁ କେଉଁ କବିତାରେ ସାମ୍ୟବାଦର ସ୍ୱର ଦେଖିବାକୁ ମିଳେ? ଏହାର ଉତ୍ତର ହେଉଛି ଜମିଦାର ଷଣ୍ଢ ଓ ରେଙ୍ଗୁନ ଯାତ୍ରୀ। ପରବର୍ତ୍ତୀ ପ୍ରଶ୍ନ, ପାଣ୍ଡୁଲିପି କବିତା ସଂକଳନଟି କେଉଁ ମସିହାରୁ କେଉଁ ମସିହା ମଧ୍ୟରେ ରଚିତ? ପାଣ୍ଡୁଲିପି କବିତା ସଂକଳନଟି କେଉଁ ମସିହାରୁ କେଉଁ ମସିହା ମଧ୍ୟରେ ରଚିତ? ଏହାର ଉତ୍ତର ହେଉଛି 1939 ମସିହାରୁ 1947 ମସିହା। ପରବର୍ତ୍ତୀ ପ୍ରଶ୍ନ, ପଲ୍ଲୀଶ୍ରୀ କବିତା ସଂକଳନଟି କେଉଁ ମସିହାରୁ କେଉଁ ମସିହା ମଧ୍ୟରେ ରଚିତ? ପଲ୍ଲୀଶ୍ରୀ କବିତା ସଂକଳନଟି କେଉଁ ମସିହାରୁ କେଉଁ ମସିହା ମଧ୍ୟରେ ରଚିତ? ଏହାର ଉତ୍ତର ହେଉଛି 1923ରୁ 1941। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାଟି ଏକ ଗଦ୍ୟଧର୍ମୀ କବିତା? ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାଟି ଏକ ଗଦ୍ୟଧର୍ମୀ କବିତା? ଏହାର ଉତ୍ତର ହେଉଛି ଭାନୁମତୀର ଦେଶ। ପରବର୍ତ୍ତୀ ପ୍ରଶ୍ନ, ଭାନୁମତୀର ଦେଶ କବିତାର ନାୟିକାର ନାମ କ'ଣ? ଭାନୁମତୀର ଦେଶ କବିତାର ନାୟିକାର ନାମ କ'ଣ? ଏହାର ଉତ୍ତର ହେଉଛି ବିନତା। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ ଅଭିଜ୍ଞାନ ଏକ କେଉଁ ପ୍ରକାରର କବିତା ସଂକଳନ? ପ୍ରଶ୍ନଟି ପୁଣି ଥରେ, ସଚ୍ଚିଦାନନ୍ଦ ରାଉତରାୟଙ୍କ ଅଭିଜ୍ଞାନ ଏକ କେଉଁ ପ୍ରକାରର କବିତା ସଂକଳନ? ଏହାର ଉତ୍ତର ହେଉଛି ଦେଶାତ୍ମବୋଧକ। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତା ସଂକଳନରେ ତାଙ୍କ ବ୍ୟକ୍ତିଗତ ଅନୁଭବ ଦେଖିବାକୁ ମିଳେ? ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାରେ ବା କେଉଁ କବିତା ସଂକଳନରେ ତାଙ୍କର ବ୍ୟକ୍ତିଗତ ଅନୁଭବ ଦେଖିବାକୁ ମିଳେ? ଏହାର ଉତ୍ତର ହେଉଛି ସ୍ୱଗତ। ପରବର୍ତ୍ତୀ ପ୍ରଶ୍ନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବିତା 1962ରେ ସର୍ବମୋଟ କେତୋଟି କବିତା ଅଛି? କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବିତା 1962ରେ ସର୍ବମୋଟ କେତୋଟି କବିତା ଅଛି? ଏହାର ଉତ୍ତର ହେଉଛି 55ଟି। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ ଏସିଆର ସ୍ୱପ୍ନ କବିତା ସଂକଳନଟିରେ କେତୋଟି ଭାଗ ରହିଛି? ପ୍ରଶ୍ନଟି ପୁଣି ଥରେ, ସଚ୍ଚିଦାନନ୍ଦ ରାଉତରାୟଙ୍କ ଏସିଆର ସ୍ୱପ୍ନ କବିତା ସଂକଳନଟିରେ
କେତୋଟି ଭାଗ ରହିଛି? ଏହାର ଉତ୍ତର ହେଉଛି 2ଟି। ଗୋଟିଏ ହେଉଛି ବିଶ୍ୱ ଶାନ୍ତି ଏବଂ ଅନ୍ୟଟି ହେଉଛି ବିଶ୍ୱ ମୈତ୍ରୀ। ପରବର୍ତ୍ତୀ ପ୍ରଶ୍ନ, ଆଖି ମୋର ନୁହେଁ ସ୍ୱାତି ତାରା, ଲୁହଜାର ହେବ ମୁକ୍ତା ଫଳ, ଅଶ୍ରୁ ଥାଉ ଚିର ହୋଇ ଅଶ୍ରୁ, ଥାଉ ନିଜ ସଂଜ୍ଞାରେ ଅଟଳ, ମନ ଯେତେ ବାତ୍ୟାଧ୍ୱସ୍ତ ଶୂନ୍ୟ ଏକ ନଷ୍ଟ ଉପକୂଳ, ସ୍ମୃତିଚାର ନିର୍ଜନ ସୀମାରେ ହୁଏ ଏକ ନିମଗ୍ନ ସହର। ପଂକ୍ତିଟି ପୁଣି ଥରେ, ଆଖି ମୋର ନୁହେଁ ସ୍ୱାତି ତାରା, ଲୁହଜାର ହେବ ମୁକ୍ତା ଫଳ, ଅଶ୍ରୁ ଥାଉ ଚିର ହୋଇ ଅଶ୍ରୁ, ଥାଉ ନିଜ ସଂଜ୍ଞାରେ ଅଟଳ, ମନ ଯେତେ ବାତ୍ୟାଧ୍ୱସ୍ତ ଶୂନ୍ୟ ଏକ ନଷ୍ଟ ଉପକୂଳ, ସ୍ମୃତିଚାର ନିର୍ଜନ ସୀମାରେ ହୁଏ ଏକ ନିମଗ୍ନ ସହର। ଏହି ପଂକ୍ତିଟି ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାରେ ସ୍ଥାନିତ? ଏହାର ଉତ୍ତର ହେଉଛି ନଭେମ୍ବର ଡାଏରୀ। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାରେ ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳିର ପ୍ରଭାବ ଦେଖିବାକୁ ମିଳେ? ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତାରେ ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳିର ପ୍ରଭାବ ଦେଖିବାକୁ ମିଳେ? ଏହାର ଉତ୍ତର ହେଉଛି ପାଥେୟ। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟ ନନ୍ଦିକେଶ୍ୱରୀ ପଠାକୁ ଭିତ୍ତି କରି କେଉଁ କବିତା ରଚନା କରିଛନ୍ତି? ସଚ୍ଚିଦାନନ୍ଦ ରାଉତରାୟ ନନ୍ଦିକେଶ୍ୱରୀ ପଠାକୁ ଭିତ୍ତି କରି କେଉଁ କବିତା ରଚନା କରିଛନ୍ତି? ଏହାର ଉତ୍ତର ହେଉଛି ଅସମାପିକା। ପରବର୍ତ୍ତୀ ପ୍ରଶ୍ନ, ରବୀନ୍ଦ୍ରନାଥଙ୍କ ନମସ୍କାର କବିତାର ପ୍ରଭାବରେ ସଚ୍ଚିଦାନନ୍ଦ ରାଉତରାୟ କେଉଁ କବିତା ରଚନା କରିଛନ୍ତି? ରବୀନ୍ଦ୍ରନାଥଙ୍କ ନମସ୍କାର କବିତାର ପ୍ରଭାବରେ ସଚ୍ଚିଦାନନ୍ଦ ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଏହାର ଉତ୍ତର ହେଉଛି ସୃଷ୍ଟି ଛନ୍ଦେ। ପରବର୍ତ୍ତୀ ପ୍ରଶ୍ନ, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶ୍ରାଦ୍ଧୋତ୍ସବ ପାଇଁ ସଚ୍ଚି ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶ୍ରାଦ୍ଧୋତ୍ସବ ପାଇଁ ସଚ୍ଚି ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଏହାର ଉତ୍ତର ହେଉଛି ସ୍ମୃତି ଲିଖନ। ପରବର୍ତ୍ତୀ ପ୍ରଶ୍ନ, ଛବିରାଣୀ ଧର୍ଷଣକୁ ଆଧାର କରି ସଚ୍ଚିଦାନନ୍ଦ ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଛବିରାଣୀ ଧର୍ଷଣକୁ ଆଧାର କରି ସଚ୍ଚି ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଏହାର ଉତ୍ତର ହେଉଛି ଅଙ୍ଗାର। ପରବର୍ତ୍ତୀ ପ୍ରଶ୍ନ, ତୁମେ ମୋର ଛପା ବହି ଯେତେବେଳେ ଛୁଅଁ, ଛୁଅଁ ନୂଆ ମଣିଷର ଛାତି, ଏଇ ପୃଥିବୀର ସବୁ ମଣିଷ ଜାତି, ତାର ପ୍ରତିଟି ଖବର ରୂପ ପାଏ କବିତାରେ ମୋର। ପଂକ୍ତିଟି ପୁଣି ଥରେ, ତୁମେ ମୋର ଛପା ବହି ଯେତେବେଳେ ଛୁଅଁ, ଛୁଅଁ ନୂଆ ମଣିଷର ଛାତି, ଏଇ ପୃଥିବୀର ସବୁ ମଣିଷ ଜାତି, ତାର ପ୍ରତିଟି ଖବର ରୂପ ପାଏ କବିତାରେ ମୋର। ଏହି ପଂକ୍ତିଟି ସଚ୍ଚି ରାଉତରାୟଙ୍କ କେଉଁ କବିତାରୁ ଆନିତ? ଏହାର ଉତ୍ତରରେ ରହିଛି ରାଜଜେମା। ପରବର୍ତ୍ତୀ ପ୍ରଶ୍ନ, ଭାନୁମତୀର ଦେଶ କବିତାରେ କେଉଁ ସ୍ୱର ଦେଖିବାକୁ ମିଳେ? ଭାନୁମତୀର ଦେଶ କବିତାରେ କେଉଁ ସ୍ୱର ଦେଖିବାକୁ ମିଳେ? ଏହାର ଉତ୍ତର ହେଉଛି ରୋମାଣ୍ଟିକ ବାସ୍ତବବାଦୀ। ପରବର୍ତ୍ତୀ ପ୍ରଶ୍ନ, ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସଚ୍ଚି ରାଉତରାୟଙ୍କ କେଉଁ କବିତାଟି ରଚିତ? ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସଚ୍ଚି ରାଉତରାୟଙ୍କ କେଉଁ କବିତାଟି ରଚିତ? ଏହାର ଉତ୍ତର ହେଉଛି ହସନ୍ତ। ପରବର୍ତ୍ତୀ ପ୍ରଶ୍ନ, ବସନ୍ତ ଆସିଛି ଠେଲି, ଧକ୍କା ଖାଇ କୁକୁଡ଼ାର ଦିହେ, ଭାଙ୍ଗି ବହୁ ମହୁର ସୋରେଇ, ମାଟିରେ ଗଡ଼ାଇ ଅବା ଫୁଲବଣ ସଞ୍ଜେ। ପଂକ୍ତିଟି ପୁଣି ଥରେ, ବସନ୍ତ ଆସିଛି ଠେଲି, ଧକ୍କା ଖାଇ କୁକୁଡ଼ାର ଦିହେ, ଭାଙ୍ଗି ବହୁ ମହୁର ସୋରେଇ, ମାଟିରେ ଗଡ଼ାଇ ଅବା ଫୁଲବଣ ସଞ୍ଜେ। ଏହି ପଂକ୍ତିଟି ସଚ୍ଚି ରାଉତରାୟଙ୍କ କେଉଁ କବିତାରେ ସ୍ଥାନିତ? ଏହାର ଉତ୍ତର ହେଉଛି ବସନ୍ତର ନିଛକ ଜିଲ୍ଲାରେ। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚି ରାଉତରାୟଙ୍କ କେଉଁ ଦୀର୍ଘ କବିତାରେ ସହଜିଆ ସିଦ୍ଧ ସାଧକମାନଙ୍କ ନୈରାତ୍ମ୍ୟ ଉପାସନାର ତତ୍ତ୍ୱକୁ ଦୀର୍ଘ ପରିସର ମଧ୍ୟରେ ପ୍ରକାଶ କରାଯାଇଛି? ପ୍ରଶ୍ନଟି ପୁଣି ଥରେ, ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ ଦୀର୍ଘ କବିତାରେ ସହଜିଆ ସିଦ୍ଧ ସାଧକମାନଙ୍କ ନୈରାତ୍ମ୍ୟ ଉପାସନାକୁ ଏହି ନୈରାତ୍ମ୍ୟ ଉପାସନା ତତ୍ତ୍ୱକୁ ଦୀର୍ଘ ପରିସର ମଧ୍ୟରେ ପ୍ରକାଶ କରାଯାଇଛି? ଏହାର ଉତ୍ତର ହେଉଛି ନୀଳକେନ୍ଦ୍ର। ପରବର୍ତ୍ତୀ ପ୍ରଶ୍ନ,
ସଚ୍ଚିଦାନନ୍ଦ ରାଉତରାୟଙ୍କ ଖଣ୍ଡକାବ୍ୟର ନାମ କ'ଣ? ସଚ୍ଚିଦାନନ୍ଦ ରାଉତରାୟଙ୍କ ଖଣ୍ଡକାବ୍ୟର ନାମ କ'ଣ? ଏହାର ଉତ୍ତର ହେଉଛି କଳ୍କି। ପରବର୍ତ୍ତୀ ପ୍ରଶ୍ନ, ମାନସିଂଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସଚ୍ଚି ରାଉତରାୟ କେଉଁ କବିତା ସବୁ ରଚନା କରିଛନ୍ତି? ମାନସିଂଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସଚ୍ଚି ରାଉତରାୟ କେଉଁ କବିତା ସବୁ ରଚନା କରିଛନ୍ତି? ଏହାର ଉତ୍ତର ହେଉଛି କବିର ମୃତ୍ୟୁ, ଅଶ୍ୱସ୍ଥ, ମହାପ୍ରସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, ଗୋଦାବରୀଶ ମିଶ୍ରଙ୍କ ମୃତ୍ୟୁ ପରେ ସଚ୍ଚିଦାନନ୍ଦ ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଗୋଦାବରୀଶ ମିଶ୍ରଙ୍କ ମୃତ୍ୟୁ ପରେ ସଚ୍ଚିଦାନନ୍ଦ ରାଉତରାୟ କେଉଁ କବିତା ରଚନା କରିଛନ୍ତି? ଏହାର ଉତ୍ତର ହେଉଛି ଉଜ୍ଜଳ ପୁରୁଷ। ପରବର୍ତ୍ତୀ ପ୍ରଶ୍ନ, ଚିନ୍ତାମଣି ବେହେରାଙ୍କ ମୃତ୍ୟୁକାଳୀନ ଦୁଃଖରେ କେଉଁ କବିତା ରଚନା କରିଛନ୍ତି? କବି ସଚ୍ଚି ରାଉତରାୟ। ଚିନ୍ତାମଣି ବେହେରାଙ୍କ ମୃତ୍ୟୁକାଳୀନ ଦୁଃଖରେ କେଉଁ କବିତା ରଚନା କରିଛନ୍ତି? କବି ସଚ୍ଚି ରାଉତରାୟ। ଏହାର ଉତ୍ତର ହେଉଛି ଶୀର୍ଷକ। ଆଜିର ଶେଷ ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ ଶେଷ କବିତା ପୁସ୍ତକର ନାମ କ'ଣ? ସଚ୍ଚିଦାନନ୍ଦ ରାଉତରାୟଙ୍କ ଶେଷ କବିତା ପୁସ୍ତକର ନାମ କ'ଣ? ଏହାର ଉତ୍ତର ହେଉଛି କବିତା 2003। ଯଦି ଆପଣମାନଙ୍କୁ ଆମ ଭିଡ଼ିଓରୁ ନୂଆ କିଛି ଜାଣିବାକୁ ମିଳୁଥାଏ, ତେବେ ଆଉ କେଉଁ କେଉଁ ବିଷୟରେ ଭିଡ଼ିଓ ପ୍ରସ୍ତୁତ କଲେ ଆପଣଙ୍କ କାର୍ଯ୍ୟରେ ଲାଗିବ, ନିଜର ମତାମତ ପ୍ରଦାନ କରନ୍ତୁ। ଥ୍ୟାଙ୍କ ୟୁ।